ଏଥରର ନିର୍ବାଚନ ଗୋଟେ ନିର୍ଣ୍ଣାୟକ ବା ରୋଚକ ପହଞ୍ଚିଛି। ଆରମ୍ଭ ପ୍ରଚାରକୁ ପ୍ରତ୍ୟେକ ଦଳ ଭିତରେ ବର୍ତ୍ତମାନ ତୀବ୍ର ବେଗରେ ବୃଦ୍ଧି ପାଇଛି। ଆପଣ ଦେଖିବେ ଗତ ଥର ଏଠୁ ଅପରାଜିତା ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିଲେ ଓ ବିଜୁ ଜନତା ଦଳ ଅଳ୍ପ ଭୋଟ ଏଠୁ ପରାଜିତ ହୋଇଥିଲା। ଗତ ଥର ଅପରାଜିତାଙ୍କ ବିଜୟରେ କଂଗ୍ରେସ ଯେହେତୁ ପ୍ରାର୍ଥୀ ଦେଇନଥିଲା, କଂଗ୍ରେସର ହାତ ଚିହ୍ନରେ ପ୍ରାର୍ଥୀ ନଥିଲେ, ତେଣୁ କଂଗ୍ରେସର କେତେକ ଭୋଟ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ନିର୍ବାଚନ ମଣ୍ଡଳୀରୁ ଅପରାଜିତାଙ୍କ ସପକ୍ଷରେ ଯାଇଥିଲା, ଯାହାର ପରିଣାମ ସ୍ୱରୂପ ସେ ବିଜୟ ଲାଭ କରିଥିଲେ। କିନ୍ତୁ ଏଥର ଇକ୍ୱେସନ୍ଟି ବଦଳି ଯାଇଛି। ଜଟଣୀ ନିର୍ବାଚନ ମଣ୍ଡଳୀରୁ ଯିଏ ବିଧାୟକ ଯିଏ ତାଙ୍କୁ ଅପରାଜିତାଙ୍କୁ ଗତ ନିର୍ବାଚନରେ ସହଯୋଗ କରିଥିଲେ, ସୁରେଶ କୁମାର ରାଉତ, ତାଙ୍କ ପୁଅ ନିଜେ ପ୍ରାର୍ଥୀ ଦେଇଛନ୍ତି। ତେଣୁ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଅପରାଜିତାକୁ ଅଧିକ ଭୋଟ ପାଇଥିଲେ, ସେଟା ପାଇବେ କି ନାହିଁ ସେଟା ସମୟ କହିବ, ସେ କେମିତି ତାକୁ ମ୍ୟାନେଜ୍ କରୁଛନ୍ତି। କିନ୍ତୁ ଯେଉଁଟା ସେ ବର୍ତ୍ତମାନ ଜଟଣୀରୁ ମାଇନସ୍ ହେଇପାରେ ବୋଲି ଆଶଙ୍କା କରାଯାଉଛି, ସେଟାକୁ ସେ ଆଡ଼ଜଷ୍ଟ କରିବା ପାଇଁ ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦେବଙ୍କୁ ଆଣିକି ଦଳରେ ମିଶେଇଲେ। କିନ୍ତୁ ପ୍ରଶାନ୍ତ ଜଗଦେବ ଦଳରେ ମିଶିବା ପରେ ବର୍ତ୍ତମାନ ସେଠି କାଳୁ ଖଣ୍ଡାୟତରେ ଅସନ୍ତୁଷ୍ଟ ହୋଇକି ସ୍ୱାଧୀନ ପ୍ରାର୍ଥୀ ହେଇଛନ୍ତି। ତାଙ୍କ ବିରୁଦ୍ଧରେ ମଧ୍ୟ ଅପରାଜିତା ବିରୁଦ୍ଧରେ ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ସେଠି ମଧ୍ୟ ପ୍ରାର୍ଥୀ ହେଇଛନ୍ତି। ତେଣୁ ବର୍ତ୍ତମାନ ଏବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ସେମାନଙ୍କର ଆପ୍ରାଣ ଉଦ୍ୟମ ଚଳେଇଛନ୍ତି କେମିତି ଏ ଆସନଟିକୁ ନିଜ ସପକ୍ଷରେ ନେବେ। ଭାରତୀୟ ଜନତା ପାର୍ଟି ଚାହୁଁଛି ଆମ ନୂଆ ଆସନ ଯୋଡ଼ିବା ସହିତ କିଛି ଓଡ଼ିଶାରେ ଯେଉଁ ଆସନ ଗୁଡ଼ିକ ଆମ ହାତରେ ଥିଲା ସେଗୁଡ଼ିକୁ କେମିତି ବଳବତ୍ତର ରଖାଯିବ। ଅପରପକ୍ଷରେ ବିଜୁ ଜନତା ଦଳ ମଧ୍ୟ ଏଥର ଯୋଡ଼ି ଶଙ୍ଖର ଆହ୍ୱାନ ଦେଇକି ପ୍ରଥମ ଥର ପାଇଁ ଯୋଡ଼ି ଶଙ୍ଖ, ଆଗକୁ ତ ଶଙ୍ଖର ପ୍ରଚାର କରୁଥିଲେ, ଏଥର ଯୋଡ଼ି ଶଙ୍ଖର ପ୍ରଚାର କରିକି ମଧ୍ୟ ଉଭୟ ଲୋକସଭା ଓ ରାଜ୍ୟସଭା ଆସନ ପାଇଁ ବିଜୁ ଜନତା ଦଳ ତାର ପ୍ରଚାର କରିଛି ଓ ଉଦ୍ୟମ ମଧ୍ୟ ଅଧିକ ବୃଦ୍ଧି କରିଛି। ଲଢ଼େଇ ନିହାତି ଭାବରେ ବର୍ତ୍ତମାନ ଜୋରଦାର ହେଉଛି ଭୁବନେଶ୍ୱରରେ। ଦେଖାଯିବ କଂଗ୍ରେସ ପାର୍ଟି ଯିଏ ପ୍ରାର୍ଥୀ ଦେଇଛନ୍ତି ମଧ୍ୟ କଂଗ୍ରେସ ଚିହ୍ନରେ ପ୍ରାର୍ଥୀ ନଥିଲେ, ହାତ ଚିହ୍ନରେ, ତେଣୁ କଂଗ୍ରେସର ଭୋଟ ଗୁଡ଼ାକ ଏପଟ ସେପଟ ହୋଇଯାଇଥିଲା। ଏଥର ଯେହେତୁ କଂଗ୍ରେସ ଚିହ୍ନରେ ହାତ ଚିହ୍ନରେ ପ୍ରାର୍ଥୀ ଦେଇଛନ୍ତି ୟାସିନ ନୱାଜ, ତେଣୁ ୟାସିନ ନୱାଜ ଯେଉଁ ପ୍ରାର୍ଥୀ ହେଇଛନ୍ତି ସେ କେତେ ଭୋଟ କଂଗ୍ରେସ ପୁରୁଣା ଭୋଟକୁ ନିଜ ସପକ୍ଷରେ ନେଇପାରୁଛନ୍ତି ଓ ଯେହେତୁ ସେ ସଂଖ୍ୟାଲଘୁ ସମ୍ପ୍ରଦାୟର, ସେ ସଂଖ୍ୟାଲଘୁ ସମ୍ପ୍ରଦାୟର କେତେ ଭୋଟ ମଧ୍ୟ ତାଙ୍କ ସପକ୍ଷରେ ଯାଉଛି, ସେଇଟା କଂଗ୍ରେସକୁ ଯଦି ବିଜୟ ଲାଭ କରାଇବାର କେତେ ସହଜ ମୁଁ କହିପାରିବି ନାହିଁ, କିନ୍ତୁ ଗୋଟେ ସମ୍ମାନଜନକ ସ୍ଥିତିରେ କଂଗ୍ରେସକୁ ଗଣିବାରେ ଯୁବକଙ୍କୁ ଦ୍ୱାରା କେମିତି ଗୋଟେ ଏକାଠି କରିବାରେ ସକ୍ଷମ ହେବେ ବୋଲି ଆଶା କରାଯିବ। ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ବିଜୁ ଜନତା ଦଳ ତାଙ୍କର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଚଲେଇଛନ୍ତି ଭୁବନେଶ୍ୱର ଆସନକୁ, ଯେହେତୁ ରାଜ୍ୟର ରାଜଧାନୀ, ଏଇ ରାଜ୍ୟର ରାଜଧାନୀର ସମ୍ମାନଜନକ ଆସନ, ଏଇଟା ଗୋଟେ ସମ୍ମାନଜନକ ଲଢ଼େଇ। এই সম্মানজনক আসনକୁ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଟା କରୁଛନ୍ତି। ଦେଖନ୍ତୁ ଏଠି ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟ ଆସିକି ରୋଡ୍ ଶୋ କରିକି ଗଲେ। ଆଜି ମଧ୍ୟ ଦେଖନ୍ତୁ ଜେପି ନଡ୍ଡା ଯିଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାରତୀୟ ଜନତା ପାର୍ଟି, ସିଏ ଆସିକି ଅପରାଜିତାଙ୍କୁ ରୋଡ୍ ଶୋ କରୁଛନ୍ତି। ଗତକାଲି ମଧ୍ୟ ବିଜୁ ଜନତା ଦଳ ତରଫରୁ ବିକେ ପାଣ୍ଡିଆନ ମଧ୍ୟ ଏକାମ୍ର ନିର୍ବାଚନ ମଣ୍ଡଳୀର କେତେକ ସ୍ଥାନରେ ପ୍ରଚାର ଓ ରୋଡ୍ ଶୋ ମଧ୍ୟ କରିଛନ୍ତି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ରୋଡ୍ ଶୋ ଅଛି। ଆଶା ଯେହେତୁ ଉଭୟ ଦଳଙ୍କ ପାଇଁ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଗୋଟେ ସମ୍ମାନ ପ୍ରଶ୍ନ ହୋଇଛି। ବିଜୁ ଜନତା ଦଳ ଯେହେତୁ ଗତ ଥର ଅଳ୍ପ ଭୋଟରେ ହାରିଥିଲା, ତେଣୁ ବିଜୁ ଜନତା ଦଳ ଆଶା ବାନ୍ଧିଛି ଏଥର ଏଇ ଆସନଟି ଆମେ ଯେହେତୁ ନୂଆ ସମୀକରଣରେ ଯାଇଛୁ, ଅପରାଜିତାଙ୍କର କିଛି ଭୋଟ କାଟିକିରି ଆମେ ହୁଏତ ଏଠି ବିଜୟ ଲାଭ କରିଯିବୁ। ସେପଟେ ଅପରାଜିତା ମଧ୍ୟ ବା ଭାରତୀୟ ଜନତା ପାର୍ଟି ମଧ୍ୟ ତାର ସମୀକରଣରେ ବିଭିନ୍ନ ସମୀକରଣକୁ ପ୍ଲସ୍ ଆଣ୍ଡ କନ୍ସ ତାର ଯେଉଁ ପରମୁଟେସନ୍ କମ୍ବିନେସନ୍ ମାଧ୍ୟମରେ ନିଜ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମାଧ୍ୟମରେ କରୁଛନ୍ତି। ଦେଖନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ନଡ୍ଡାଜୀ ଆସିଛନ୍ତି। ଏବେ ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଆସିକିରି ଭୁବନେଶ୍ୱରରେ କିଛି ଯିଏ ବିଜେପିର ମୁଖ୍ୟମନ୍ତ୍ରୀ ସେ ଆସିକିରି ମଧ୍ୟ ଅପରାଜିତାଙ୍କ ସପକ୍ଷରେ ବିଭିନ୍ନ ଗୋଷ୍ଠୀଙ୍କ ସହିତ ଆଲୋଚନା କରିକି ଯାଇଛନ୍ତି। ତେଣୁ ମୋଟାମୋଟି ଭାବରେ ଦେଖିବେ ଭୁବନେଶ୍ୱର ଆସନଟି ପ୍ରତ୍ୟେକ ଦଳ ପାଇଁ ସମ୍ମାନର ପ୍ରଶ୍ନ। କଂଗ୍ରେସ ପାଇଁ ନିଜ ସମ୍ମାନ ରକ୍ଷା କରିବାରେ ଗୋଟେ କଂଗ୍ରେସ ନିଜର ସମ୍ମାନ ରକ୍ଷା କରିବାକୁ ଚାହୁଁଛି। ବର୍ତ୍ତମାନ ଯେଉଁ ଭୋଟଟା ତାର ସ୍କାଟର ହେଇଯାଇଥିଲା ସେଇ ଭୋଟକୁ ଏକାଠି କରିବାକୁ ଚାହୁଁଛି। ଭାରତୀୟ ଜନତା ପାର୍ଟି ନିଜ ସପକ୍ଷରେ ଏଇଟା ନେବାକୁ ଚାହୁଁଛି।
विजु जनता दल एटा जेतु राज्यर राजधानी गत थर हाथ छड़ा हो जाइला तेणु एथर हाथ छड़ा करने विजु जनता दल चाहूना तेणु तीन दल निज सम्मान रक्षा करने निज अस्तित्व जाहिर कर प्राण उद्यम जारी रखिछन। आज देखिए खड़गे खड़गे आसिक बैठक कर कल कंधमाल जबार अच्छी कांग्रेस राष्ट्रीय अध्यक्ष तेणु मोटामोटी भाव में सबू दलर राष्ट्रीय नेता मैंने भुवनेश्वर को फोकस कर भुवनेश्वर निर्वाचन मंडल में केमिति निज निजर सम्मान रही पार समस्त प्राण मूर्छा लड़े उद्यम जारी रखिछन।